ଏବେ ବି ଗୋଟେ ବହୁତ ବଡ଼ ଅପଡେଟ୍ ଅଲରେଡ଼ି ସାମ୍ନାକୁ ଆସିସାରିଛି। ମାନେ ୟୁପିଆଇ ପେମେଣ୍ଟର ନ୍ୟୁ ରୁଲ୍ସ ମଧ୍ୟ ଅଲରେଡ଼ି ଆସିସାରିଛି। ଯଦି ବି ଏବେ ଦେଖିବା ଆପଣମାନେ ଦେଖୁଛନ୍ତି ଆଜିର କିଛି ବଡ଼ ଖବର। ଆଜିର ମୁଖ୍ୟ ବିଷୟ ହେଉଛି ୟୁପିଆଇ ପେମେଣ୍ଟ ଉପରେ ଆସିଗଲା ନୂଆ କଠୋର ନିୟମ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇ ଦ୍ୱାରା ଜାରି ହୋଇଛି ଏହି ନୂଆ ନିୟମ, ଯାହା ସିଧାସଳଖ ପ୍ରଭାବ ପକାଇବ ଆପଣଙ୍କର ଗୁଗଲ ପେ, ଫୋନ୍ପେ ଏବଂ ପେଟିଏମ୍ ବ୍ୟବହାର ଉପରେ। ଚାଲନ୍ତୁ ଜାଣିବା ଏହି ନୂଆ ନିୟମ କ'ଣ ଏବଂ ଆପଣଙ୍କୁ କିପରି ପ୍ରଭାବିତ କରିବ ଏହାରି ବିଷୟରେ ଫୁଲ୍ ଅପଡେଟ୍। ତ ଯଦି ବି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିବ ନିଶ୍ଚିତ ଭାବରେ ଭିଡ଼ିଓକୁ ଗୋଟେ ଲାଇକ୍ କରିକି ତା ସହିତ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତ ପ୍ରଥମେ ଆରବିଆଇ କହିଛି ଯେ ୟୁପିଆଇ ବ୍ୟବହାରକାରୀମାନେ ଏବେ ଅଧିକ ସୁରକ୍ଷିତ ଭାବରେ ଟ୍ରାଞ୍ଜାକ୍ସନ୍ କରିବାକୁ ପଡ଼ିବ। ନୂଆ ନିୟମ ଅନୁସାରେ ବଡ଼ ଟ୍ରାଞ୍ଜାକ୍ସନ୍ ପାଇଁ ଅତିରିକ୍ତ ଭେରିଫିକେସନ୍ ଆବଶ୍ୟକ ହେବ। ଅର୍ଥାତ୍ ଯଦି ଆପଣ ବଡ଼ ରାଶି ପଠାଉଛନ୍ତି ତେବେ ମାତ୍ର ୟୁପିଆଇ ପିନ୍ ଦେଲେ ହେବ ନାହିଁ, ଆଉ ଏକ ସୁରକ୍ଷା ସ୍ତର ଥିବ। ଦ୍ୱିତୀୟ ପରିବର୍ତ୍ତନ ହେଉଛି ଅଟୋ ପେମେଣ୍ଟ ଓ ସବସ୍କ୍ରିପସନ୍ ସିଷ୍ଟମ୍ ଉପରେ ନିୟନ୍ତ୍ରଣ ବଢ଼ାଯାଇଛି। ଏବେ ଆପଣଙ୍କର ଅନୁମତି ବିନା କୌଣସି ଅଟୋ ଡେବିଟ୍ ହେବ ନାହିଁ। ପ୍ରତ୍ୟେକ ପେମେଣ୍ଟ ପୂର୍ବରୁ ନୋଟିଫିକେସନ୍ ଆସିବ ଏବଂ ଆପଣ କନଫର୍ମ କଲେ ପରେ ପେମେଣ୍ଟ ହେବ। ଏବଂ ତୃତୀୟ ନିୟମ ହେଉଛି ଫ୍ରଡ୍ ରୋକିବା ପାଇଁ ଆରବିଆଇ କଠୋର ହୋଇଛି। ଯଦି କୌଣସି ସାଧାରଣ ଟ୍ରାଞ୍ଜାକ୍ସନ୍ ଦେଖାଯାଏ ସେଥିରେ ସମୟାନ୍ତର ଆକାଉଣ୍ଟ ଅନବ୍ଲକ୍ ହୋଇପାରେ। ଏହା ଆପଣଙ୍କ ସୁରକ୍ଷା ପାଇଁ ହେଉଛି। ଏବଂ ଚତୁର୍ଥ ପରିବର୍ତ୍ତନ ହେଉଛି ଡେଲି ଟ୍ରାଞ୍ଜାକ୍ସନ୍ ଲିମିଟ୍ ଉପରେ ନୂଆ ନିୟମ ଆସିପାରେ। କିଛି ୟୁଜର୍ ପଏଣ୍ଟସ୍ ଲିମିଟ୍ କମ୍ କରାଯାଇପାରେ, ଯାହାଦ୍ୱାରା ମିସୟୁଜ୍ କମିବ। ଏହି ନିୟମ ପରେ କିପରି ବ୍ୟବହାର କରିବେ ଗୁଗଲ ପେ, ଫୋନ୍ପେ ଓ ପେଟିଏମ୍। ପ୍ରଥମେ ସବୁବେଳେ ଅଫିସିଆଲ ଆପ୍ ଅପଡେଟ୍ ରଖନ୍ତୁ। ଦ୍ୱିତୀୟ ଅଜଣା ଲିଙ୍କ୍ କିମ୍ବା QR କୋଡ୍ ସ୍କାନ୍ କରିବେ ନାହିଁ। ତୃତୀୟ OTP କାହାକୁ ମଧ୍ୟ ସେୟାର କରିବେ ନାହିଁ। ଚତୁର୍ଥ ଟ୍ରାଞ୍ଜାକ୍ସନ୍ କରିବା ପୂର୍ବରୁ ରିସିଭ୍ ନେମ୍ ଚେକ୍ କରନ୍ତୁ। ଆରବିଆଇ ଏହି ନୂଆ ନିୟମ ଦେଖିଲେ ଲାଗିପାରେ କଠୋର, କିନ୍ତୁ ଏହା ସମ୍ପୂର୍ଣ୍ଣ ଆପଣଙ୍କର ସୁରକ୍ଷା ପାଇଁ ଦେଶରେ ବଢ଼ୁଥିବା ଅନଲାଇନ୍ ଫ୍ରଡ୍କୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଶେଷରେ କହିବାକୁ ଚାହୁଁଛୁ, ଡିଜିଟାଲ ପେମେଣ୍ଟ ସୁବିଧାଜନକ ହେଲେ ମଧ୍ୟ ସାବଧାନ ହେବା ଅତ୍ୟନ୍ତ ଜରୁରୀ। ସୁରକ୍ଷିତ ରୁହନ୍ତୁ, ସଚେତନ ରୁହନ୍ତୁ। ଆଉ ଭିଡ଼ିଓଟି ଯଦି ବି ଭଲ ଲାଗିଥିବ ନିଶ୍ଚିତ ଭାବରେ ଭିଡ଼ିଓକୁ